ଗୋଟିଏ ଗ୍ରାମରେ ଛୋଟ ପରିବାରଟିଏ ଥିଲା। ସେହି ପରିବାରରେ ବାପା ରାମୁ, ମା ସୀମା ଓ ଗୋଟିଏ ପୁଅ ଛୋଟୁ ମିଶି ବାସ କରୁଥିଲେ। ଦିନେ ହଠାତ୍ ତାର ବାପା ଦେଖିଲେ ଛୋଟୁ ଗଛ ତଳେ ଚୁପଚାପ ହୋଇ ବସିଥାଏ। ଆଉ ସେ ପଚାରିଲେ, ଆରେ ପୁଅ ଛୋଟୁ, କ'ଣ ହେଲା ଚୁପଚାପ ହୋଇ କାହିଁକି ବସିଛୁ? ମୁଁ ଗୋଟିଏ କଥା ଭାବୁଛି ବାପା। ମୁଁ ବି ତ ଜାଣିବା ଦରକାର ତୁ କ'ଣ ଭାବୁଛୁ। ମୁଁ ଏଇଆ ଭାବୁଛି କି ମୋର ଜୀବନର ମହତ୍ତ୍ୱ କ'ଣ। ପିତା ହସିକି କହିଲେ, ଆଚ୍ଛା, ଏଇ କଥା। ଯଦି ତୁ ସତରେ ତୋର ଜୀବନର ମହତ୍ତ୍ୱ ଜାଣିବାକୁ ଚାହୁଁଛୁ ତ ମୁଁ ଯାହା କହୁଛି ତାହା କର। ପୁଅ ରାଜି ହୋଇଗଲା। ତାପରେ ବାପା ତାକୁ ଗୋଟିଏ ପଥର ଦେଲେ। ଦେଖିବାକୁ ସାଧାରଣ ଥିଲା ଓ କହିଲେ, ଏଇ ପଥରକୁ ନେଇ ବଜାରକୁ ଯିବୁ ଆଉ କୌଣସି ସ୍ଥାନରେ ଏହି ପଥରକୁ ହାତରେ ଧରି ବସିଯିବୁ। କିଏ ବି ଆସି ଏହାର ମୂଲ୍ୟ ପଚାରିଲେ କିଛି ନ କହି 2 ଆଙ୍ଗୁଳି ଉପର କରିଦେବୁ। ଟୁ ବଜାରକୁ ଚାଲିଗଲା ଓ ବାପା ଦେଇଥିବା ପଥରକୁ ଧରି ଗୋଟିଏ ଜାଗାରେ ବସିଗଲା। କିଛି ସମୟ ଗଲା ପରେ ଗୋଟିଏ ମହିଳା ଆସି ପଚାରିଲେ, ଆରେ ପୁଅ, ଏଇ ପଥରର ମୂଲ୍ୟ କେତେ? ଟୁ କିଛି କହିଲା ନାହିଁ। ବାପାଙ୍କ କହିବା ଅନୁସାରେ 2 ଆଙ୍ଗୁଳି ଉପର କରିଦେଲା। ଆଚ୍ଛା, 200 ଟଙ୍କା। ଠିକ୍ ଅଛି, ଏଇ ପଥରକୁ ମୁଁ କିଣିବି। ମୋତେ ଏଇ ପଥର ଦେଇଦିଅ। ମହିଳାଙ୍କ କଥା ଶୁଣି ଛୋଟୁ ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ବିଶ୍ୱାସ ହେଲା ନାହିଁ କି ସାଧାରଣ ଦିଶୁଥିବା ପଥରକୁ କିଏ 200 ଟଙ୍କା ବି ଦେଇ କିଣିବ। ତାପରେ ସେ ପଥର ବିକିଲା ନାହିଁ ଆଉ ଘରକୁ ଚାଲି ଆସିଲା। ଘରକୁ ଆସି ବାପାଙ୍କୁ ସବୁ କଥା କହିଲା। ତାପରେ ତାର ବାପା ତାକୁ କହିଲେ, ଏଥର ତୁ ଏହି ପଥରକୁ ଧରି ଗୋଟିଏ ମ୍ୟୁଜିୟମକୁ ଯିବୁ। ସେଠାରେ ମଧ୍ୟ ତୋତେ ଏହି ପଥରର ମୂଲ୍ୟ ପଚାରିଲେ ପୂର୍ବଥର ଭଳି 2 ଆଙ୍ଗୁଳି ଉପର କରିଦେବୁ। ଛୋଟୁ ପଥରକୁ ନେଇ ମ୍ୟୁଜିୟମକୁ ଚାଲିଗଲା। ସେଠାରେ ଜଣେ ଲୋକ ତାର ହାତରେ ପଥର ଦେଖି ପଚାରିଲେ, ଆରେ ପୁଅ, ଏ ପଥରର ମୂଲ୍ୟ କେତେ ଟଙ୍କା? ଛୋଟୁ କିଛି କହିଲା ନାହିଁ ଆଉ ତାର 2 ଆଙ୍ଗୁଳି ଉପର କରିଦେଲା। ଆଚ୍ଛା, 20,000 ଟଙ୍କା। ହଉ, ଠିକ୍ ଅଛି। ଏ ପଥରର ମୂଲ୍ୟ 20,000 ଟଙ୍କା ଦେବା ପାଇଁ ମୁଁ ରାଜି ଅଛି। ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ତାକୁ ବିଶ୍ୱାସ ହେଲା ନାହିଁ କି କିଏ ଏହି ପଥରକୁ 20,000 ଟଙ୍କା ବି ଦେଇ କିଣିବ। ତାପରେ ସେ ପଥର ବିକିଲା ନାହିଁ ଆଉ ଘରକୁ ଚାଲି ଆସିଲା। ଘରକୁ ଆସି ବାପାଙ୍କୁ ସବୁ କଥା କହିଲା। ତାପରେ ତାର ବାପା ତାକୁ କହିଲେ, ମୁଁ ଏବେ ତୋତେ ଶେଷ ଜାଗାକୁ ପଠାଉଛି। ତୁ ଏହି ପଥରକୁ ଧରି କେଉଁ ମୂଲ୍ୟବାନ ପଥର ଦୋକାନକୁ ଯିବୁ ଆଉ ସେଠାରେ ବି କିଏ ତୋତେ ଏହି ପଥରର ମୂଲ୍ୟ ପଚାରିଲେ କିଛି କହିବୁ ନାହିଁ। ପୂର୍ବଥର ଭଳି 2 ଆଙ୍ଗୁଳି ଉପର କରିଦେବୁ। ସେ ଅତି ଶୀଘ୍ର ଗୋଟିଏ ମୂଲ୍ୟବାନ ପଥର ଦୋକାନରେ ପହଞ୍ଚିଲା। ଏହି ପଥର ତୋ ପାଖରୁ କେଉଁଠୁ ଆସିଲା? ଏହାକୁ ମୁଁ ବହୁତ ଦିନରୁ ଖୋଜୁଥିଲି। ଏହାର କେତେ ମୂଲ୍ୟ? ଛୋଟୁ କିଛି କହିଲା ନାହିଁ ଆଉ ତାର 2 ଆଙ୍ଗୁଳି ଉପର କରିଦେଲା। ଆଚ୍ଛା, 2 ଲକ୍ଷ ଟଙ୍କା। ଠିକ୍ ଅଛି, ମୁଁ ଏବେ 2 ଲକ୍ଷ ଟଙ୍କା ଦେଇ ତୋ ପାଖରୁ କିଣିବି। 2 ଲକ୍ଷ ଟଙ୍କା ଶୁଣି ଛୋଟୁ ଆଶ୍ଚର୍ଯ୍ୟ ହୋଇଗଲା। 2 ଲକ୍ଷ ଟଙ୍କା ତାର ଭାବନାରୁ ଅଧିକ ଥିଲା ଓ ସେ ସେହି ପଥରକୁ ବିକିଲା ନାହିଁ ଓ ଘରକୁ ଚାଲିଗଲା। ଘରେ ପହଞ୍ଚି ତାର ବାପାକୁ କହିଲା, ବାପା, ବିଶ୍ୱାସ ହେଉନାହିଁ କି ଏହି ପଥରକୁ 2 ଲକ୍ଷ ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଇଟା କେଉଁ ପ୍ରକାରର ପଥର ବାପା? ପିତା ଛୋଟୁକୁ ବୁଝାଇକି କହିଲେ,
ଛୋଟୁ ମୋତେ ତୋର ଜୀବନର ମୂଲ୍ୟ ବିଷୟରେ ପଚାରିଥିଲୁ ନା? ଏହି ପଥରର ଜାଗାରେ ତୋର ଜୀବନକୁ ରଖ ଆଉ ତୁଳନା କର ତୋର ଜୀବନର ମୂଲ୍ୟକୁ। ପଥରର ମୂଲ୍ୟ ଅନ୍ୟ ଅନ୍ୟ ସ୍ଥାନରେ ଅନ୍ୟ ଅନ୍ୟ ମୂଲ୍ୟ ଥିଲା, ସେହିପରି ଜୀବନର ମୂଲ୍ୟ ବି ସେମିତି। ତୋର ଜୀବନର ମୂଲ୍ୟ ଏହା ଉପରେ ନିର୍ଭର କରେ କି ତୁ ତୋର ଜୀବନକୁ କେଉଁ ପାଖରେ ରଖୁଛୁ। ଏବେ ତୋତେ ନିର୍ଦ୍ଧାରିତ କରିବାକୁ ହେବ କି ତୁ ନିଜକୁ କେଉଁଠାରେ ରଖିବୁ।